ଆଜି ସେ ଗଣେଶ ମହାପ୍ରଭୁଙ୍କ ବିଷୟରେ ଆଉ ଟିକିଏ କହିବାକୁ ଆସିଛି। କାଲି ଯେଉଁ ଗଣେଶ ମହାପ୍ରଭୁଙ୍କ ବିଷୟରେ ଯେଉଁ କହୁଥିଲି ସେ କଥା ସମ୍ପୂର୍ଣ୍ଣ କହିପାରିନଥିଲି। ଆଜି ତାଙ୍କ କଥା ଆଉ କିଛି କହୁଛି, ମନ ଦେଇ ଶୁଣନ୍ତୁ। ଆଉ ଆକୁ ଶୁଣି ସାରିଲେ, ଦେଖି ସାରିଲେ এই ভিডিওକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ ଆଉ ସେୟାର ମଧ୍ୟ କରିବେ। ଶୁଣନ୍ତୁ, ଗଣେଶ ମହାପ୍ରଭୁ ତାଙ୍କ ପିତାମାତାଙ୍କୁ ସଦାସର୍ବଦା ଭକ୍ତି କରୁଥିଲେ, ମାନୁଥିଲେ। ଦିନେ କ'ଣ ହେଇଛି ନା, ତାଙ୍କ ମାତା ପାର୍ବତୀ ବିଶ୍ରାମ ନେଲା ସମୟରେ ତାଙ୍କ ପୁଅ ଗଣେଶକୁ କହିଲେ, ତୁ ଏଠାରେ ବାହାରେ ଜଗିଥା, ଭିତରକୁ କାହାକୁ ପ୍ରବେଶ କରେଇଦେବୁନି। ତେଣୁକରି ସେ ବାହାରେ ଜଗିଲେ। ଏମିତିକି କୌଣସି ଲୋକ ପଠାଇଦେଲେନି ଲୋକଙ୍କୁ। ସେହି ସମୟରେ ସେ ବିଶ୍ରାମ କଲା ସମୟରେ ଗଣେଶ ମହାପ୍ରଭୁ ଅଛନ୍ତି, ଜଗିଛନ୍ତି। ସ୍ୱୟଂ ତାଙ୍କ ପିତା ମହାଦେବ ଆସି ପହଞ୍ଚିଲେ। ସେ ଭିତରକୁ ଯିବାକୁ ପ୍ରବେଶ କଲେ, କିନ୍ତୁ ଗଣେଶ ମହାପ୍ରଭୁ ତାଙ୍କୁ ଛାଡ଼ିଲେ ନାହିଁ। ଏଠି ସ୍ୱୟଂ ଭଗବାନ ତାଙ୍କ ପିତା ମହାଦେବ ପଚାରିଲେ, କାହିଁକି ଯାଇପାରିବନି? ନା ତମେ ଯାଇପାରିବନି, ମୋ ମାତାଙ୍କ ଆଦେଶ, ତମେ ଭିତରକୁ ପ୍ରବେଶ କରିପାରିବ ନାହିଁ। ଏତିକି ଭିତରେ ତାଙ୍କ କଥାବାର୍ତ୍ତା ଭିତରେ ବହୁତ ମହାଦେବ ରାଗି ଯାଇ କହିଲେ, ଯଦି ଭିତରକୁ ଯାଇପାରିବିନି ତାହେଲେ ମୁଁ ଯାହା ବି ହେଲେ ଗୋଟେ କରିଦେବି। ଏକଥା କହିକି ଗଣେଶ ଆଉ ମହାଦେବ ବାପ ପୁଅ ଭିତରେ ଘମାଘୋଟ ଲଢ଼େଇ ଚାଲିଲା। ଭିତରେ ମହାଦେବ କ'ଣ କଲେ ନା, ଶେଷରେ ତ୍ରିଶୂଳରେ ତା ବେକକୁ କାଟିଦେଲେ, ଦ୍ୱିଖଣ୍ଡ କରିଦେଲେ। ଶରୀର ଗୋଟେ ଜାଗାରେ, ମୁଣ୍ଡ ଗୋଟେ ଜାଗାରେ। କାଟିଦେଲା ପରେ ରକ୍ତ ଧାର ହେଇକି ବୋହିଲା। ଆଉ ସେହି ସମୟରେ ମାତା ପାର୍ବତୀ ଭିତରୁ ଆସିଲେ। ଆସିକି ଦେଖନ୍ତେ ତ ତାଙ୍କ ପୁଅର ବେକ କାଟି ଦେଇଛି। ସେ ଆଶ୍ଚର୍ଯ୍ୟ ହେଇଗଲେ, କାନ୍ଦି ପକାଇଲେ, ମୋ ପୁଅର ଏମିତି କାହିଁକି ହେଲା? ସେ ମହାଦେବ ସେଠି ଠିଆ ହେଇଛନ୍ତି, କହିଲେ, ପ୍ରଭୁ ଇଏ ଅବସ୍ଥା କ'ଣ? ନା ତା ବେକ ମୁଁ କାଟି ଦେଇଛି। ନା କାହିଁକି? ନା ସେ ଭିତରକୁ ମୋତେ ଛାଡ଼ିଲା ନାହିଁ। ମାନେ ମାତାଙ୍କ ଆଦେଶ, ସିଏ କେହି ଭିତରୁ ଯାଇପାରିଲେ ନାହିଁ, ତେଣୁକରି ମୁଁ କାଟି ଦେଇଛି। ତେଣୁ ସେଠି ମାତା ପାର୍ବତୀ କହିଲେ, ତମେ ଯାହା କର ନ କର, କିନ୍ତୁ ମୋ ପୁଅର ଜୀବନ ବଞ୍ଚାଅ, ଆଉ ତା ସହିତ ମୁଣ୍ଡ ଯୋଡ଼ି ଦିଅ, ନହେଲେ ମୁଁ ବି ପୃଥିବୀ ପ୍ରଳୟ କରିଦେବି। ଏ କଥା ଶୁଣି ମହାଦେବ ଚିନ୍ତାରେ ପଡ଼ିଲେ, କ'ଣ କରିବେ। ମାତା ଯେତେବେଳେ ଡାକିଲେ, କହିଲେ, ଯାହା ବି ହେଲେ ଗୋଟେ କରିବାକୁ ପଡ଼ିବ। ସବୁଆଡ଼େ ଖୋଜିଲେ, ଆଉ ସେ ମୁଣ୍ଡଟା ଯୋଡ଼ି ହେଲା ନାହିଁ। କ'ଣ କଲେ ନା, ବନସ୍ଥକୁ ଗଲେ। ବନସ୍ଥ ଦେଖିଲା ବେଳକୁ ସେଠାରେ ଗଜହାତୀ ଶୋଇଛି, ପଶ୍ଚିମ ମୁଖା ହେଇକି ଶୋଇଛି। ସେ କହିଲେ, ପଶ୍ଚିମ ମୁଖା ହେଇକି ଶୋଇଛି ମାନେ ଆ ବେକକୁ କାଟି ଦେଇକି ଲଗେଇଦେବା। ସେ ତା ବେକକୁ ସେଠୁ କାଟିଦେଲେ। କାଟି ଦେଇକି ଆଣିକି ପୁଅ ବେକରେ ଲଗେଇ ଦେଇକି, ପୁଅ ଶରୀରରେ ଲଗେଇ ଦେଇକି ତାକୁ ଜୀବଦାନ ଦେଇଦେଲେ। ତେଣୁକରି ସେ ଉଠି ବସିଲା। ସେହିଦିନ ଠାରୁ ତାଙ୍କ ମୁଣ୍ଡ ହାତୀ ମୁଣ୍ଡ ହେଇକି ରହିଗଲା। ତେଣୁକରି ଆମେ ଶ୍ରୀ ଗଣେଶକୁ ଗଜାନନ ବୋଲିକି କହିଥାଉ, ତାଙ୍କ ନାମ। ତେଣୁ ଗଜାନନ ବି କୁହାଯାଏ। ତାଙ୍କ ମୁହଁ ବେକଠାରୁ ମୁଣ୍ଡ ପର୍ଯ୍ୟନ୍ତ ହାତୀର ମୁଣ୍ଡ ବୋଲିକି ତାଙ୍କୁ ଗଜାନନ ବୋଲି କୁହାଯାଏ।
ओम नमो गणेश विघ्नेश गिरिजानंदन प्रभु मम विघ्न विनाशाय गणाधिपते नमः। ओम वक्रतुंड महाकाय सूर्यकोटि समप्रभ निर्विघ्न कुरुदेव सर्वकार्य सर्वदा। तेणुकर से सब कार्य को सफल कराती सब भक्ति डाकती। जय महाप्रभु गणेश। हाँ आउ गोटे कथा भी मन रखु पूजा कला बेले ठाकुर घरे हो बाहर हो जो पूजा करूँ ठाकुर पूजा कला बेले ठाकुर कौ पटरे कलश बसे आउ कलश बसार महात्म्य कौन से विषय में आगामी वीडियो आपण मानू देखी जनइबी आउ कह तेणुक समस्त देखिए लाइक करेंगे सब्सक्राइब करेंगे आउ शेयर करेंगे। रोच।